सौम्य को झुरुछि अड़सपुर फिटनेस जिम। सौम्य मृत्यु परठू खोली नथिला जिम। आज सौम्य एकादशाह जिम ट्रेनर भाव में ट्रेनिंग देउथिले सौम्य। तांको जिम रे मध्य शोकाकुल परिवेश सृष्टि होइछि। से जिम को निजे तैयारी करथिले सौम्यरंजन। बालियंता मॉब लिंचिंग घटना रे तांकर मृत्यु होइथिला। बालियंता बर्बर कांड घटना परे आज सौम्यंकर एकादशाह। এই অবসরে আমি আসিছু সৌম্যଙ୍କ জিম যোठी সৌম্যଙ୍କୁ ତାଙ୍କ ଜିମ୍ ଝୁରୁଛି ତାଙ୍କ ମୃତ୍ୟୁ ପରଠୁ ବନ୍ଦ ଥିବା ଜିମ୍ଟି ଆଜି ଆମେ ଆସିଛୁ ସେ ଜିମ୍ ଭିତରକୁ। କିଭଳି ଭାବରେ ଜିମ୍ ବର୍ତ୍ତମାନ ସୌମ୍ୟଙ୍କ ପାଇଁ ଅଧୁରା ରହିଛି। ସେବେଠୁ ସୌମ୍ୟଙ୍କ ମୃତ୍ୟୁ ପରଠୁ ଜିମ୍ଟି ବନ୍ଦ ରହିଥିଲା ଏବଂ କିଭଳି ଭାବରେ ଜିମ୍ର ପ୍ରତିଟି କୋଣ ଅନୁକୋଣ ଜିମ୍ କେମିତି ସୌମ୍ୟଙ୍କୁ ଝୁରୁଛି ତାହାର ନିଦର୍ଶନ ଆପଣ ଦେଖିପାରୁଥିବେ। ଇଏ ହେଉଛି ସୌମ୍ୟଙ୍କର ଫଟୋ ଯୋଉଠି ତାଙ୍କ ଗ୍ରୁପର ଫଟୋ ରହିଛି, ଯୋଉଠି ସୌମ୍ୟ ତାଙ୍କ ଟ୍ରେନିଂ ଦେଉଥିବା ସମୟର ଫଟୋ ରହିଛି ଏବଂ ସୌମ୍ୟ ତାଙ୍କ ନିଜ ଗୁରୁ ବୋଲି ଯାହାକୁ ଭାବୁଥିଲେ ତାଙ୍କର ମଧ୍ୟ ଫଟୋ ଏଠି ରହିଛି। ସୌମ୍ୟ କିଭଳି ଭାବରେ ନିଜ ଜିମ୍ ରେ ଗୋଟେ ପଜିଟିଭ ଭାଇବ୍ସ ତିଆରି କରୁଥିଲେ, ଯୁବପିଢ଼ିଙ୍କ ପାଇଁ ଗୋଟେ ଆଦର୍ଶ ପାଲଟିଥିଲେ ଏବଂ ଯେଉଁ ଜିମ୍ ତାଙ୍କର ରହିଛି ଫିଟନେସ୍ ଗ୍ୟାଲେକ୍ସି ଅଡ଼ଶପୁର ବଜାର ଉପରେ ଆମେ ସେଇ ଜିମ୍ରେ ଅଛୁ ଯୋଉଠି ଜିମ୍ର ପ୍ରତି କୋଣ ଅନୁକୋଣ ଯେମିତି ସୌମ୍ୟକୁ ଝୁରୁଛି ବୋଲି ତାଙ୍କ ସାଥୀମାନେ କହିଛନ୍ତି। କାରଣ ସୌମ୍ୟ ଯେଉଁ ମିରର ଲାଗିଛି ପ୍ରତି ମିରରକୁ ଦେଖିଲେ ସୌମ୍ୟକୁ ଅନୁଭବ କରାଯାଉଛି। ଏ ଟ୍ରେଡମିଲ୍ କଥା କୁହନ୍ତୁ ବା ଯେଉଁ ଲ୍ୟାକ୍ ପୁଲ୍ ଡାଉନ୍ କଥା କୁହନ୍ତୁ ବା କ୍ରସ୍ ଓଭର କୁହନ୍ତୁ, ପ୍ରତିଟି ଯେଉଁ ଜିମ୍ର ଯେଉଁ ଇକ୍ୟୁପମେଣ୍ଟ ରହିଛି ସେ ଇକ୍ୟୁପମେଣ୍ଟ ପାଖକୁ ଗଲେ ସୌମ୍ୟ ଯେପରି ଠିଆ ହୋଇଛନ୍ତି ଟ୍ରେନିଂ ଦେଉଛନ୍ତି ସେଭଳି ତାଙ୍କ ସାଙ୍ଗସାଥୀମାନେ ଅନୁଭବ କରୁଛନ୍ତି। ଯୋଉଥିପାଇଁ ଦୀର୍ଘ 11 ଦିନ ଧରି ନା ତାଙ୍କ ଜିମ୍ ଖୋଲା ଯାଇଛି ନା ଜିମ୍କୁ କିଏ ଆସିଛନ୍ତି। କେବଳ ଏଠି ନୁହେଁ, ଅଡ଼ଶପୁର ଭଳି ତାଙ୍କର ସତ୍ୟବିହାରରେ ରହିଥିଲା ଏବଂ ପଟିଆରେ ମଧ୍ୟ ରହିଥିଲା ଏବଂ ନିମାପଡ଼ାରେ ମଧ୍ୟ ଏକ ପାର୍ଟନରସିପ୍ରେ ମଧ୍ୟ ଏକ ଜିମ୍ ତିଆରି କରିଥିଲେ। ତେଣୁ ଯୁବପିଢ଼ିଙ୍କୁ ଫିଟନେସ୍ ଉପରେ ଗୁରୁତ୍ୱ ଦେବା ପାଇଁ ଫୋକସ୍ ଦେବା ପାଇଁ ସୌମ୍ୟଙ୍କର ଗୋଟେ ଲକ୍ଷ୍ୟ ରହିଥିଲା ଏବଂ ସୌମ୍ୟକୁ ଅନେକ ପିଲା ମଧ୍ୟ ଯୁବପିଢ଼ି ଯେଉଁମାନେ କି ତାଙ୍କୁ ଗୁରୁ ବୋଲି ମାନୁଥିଲେ ଏଇ ଜାଗାରେ ସୌମ୍ୟ ବସିକି ଟ୍ରେନିଂ ଦେଉଥିଲେ। କିନ୍ତୁ ଆଜି ଏ ସବୁ କିଛି ଅଧୁରା ରହିଯାଇଛି। ସୌମ୍ୟଙ୍କର ଯେଉଁଭଳି ଭାବରେ ଗୋଟେ ଭିଡ଼ ଭିତରେ ହିଂସାରେ ସେ ଫସିଗଲେ ଏଭଳି ଏକ ଘଟଣା ଘଟିଲା। ତେବେ ନିହାତି ଭାବରେ ସୌମ୍ୟଙ୍କ ହତ୍ୟାକାଣ୍ଡକୁ ନେଇକି 11 ଦିନ ବିତିଛି। ଏସବୁ ଭିତରେ ସୌମ୍ୟ ମୃତ୍ୟୁ ପଛର ରହସ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ଯେ କିଭଳି କାହିଁକି ଏବଂ କେଉଁମାନେ ହତ୍ୟା କଲେ। ତେବେ ଘଟଣାକୁ ନେଇକି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ସୌମ୍ୟ ମୃତ୍ୟୁ ପଛର ରହସ୍ୟ ଖୋଜିବା ପାଇଁ ବିଭିନ୍ନ ଦିଗକୁ ନେଇକି ଯାଞ୍ଚ ଚାଲିଛି ଏବଂ ବିଭିନ୍ନ ଲୋକଙ୍କୁ ପଚରାଉଚରା ହେଉଛି ଏବଂ ସୌମ୍ୟ ମୃତ୍ୟୁ ସହିତ ଯେଉଁମାନେ ଜଡ଼ିତ ଥିଲେ ସେମାନଙ୍କୁ ନେଇକି ମଧ୍ୟ ଜେରା କରାଯାଉଛି, ପଚରାଉଚରା କରାଯାଉଛି ଏବଂ ସୌମ୍ୟଙ୍କ ଜିମ୍ ବର୍ତ୍ତମାନ ଆମେ ଯୋଉଠି ଅଛୁ ସୌମ୍ୟଙ୍କ ମୃତ୍ୟୁ ପରେ କିଭଳି ଭାବେ ତାଙ୍କ ଜିମ୍ ତାଙ୍କୁ ଝୁରୁଛି, ତାଙ୍କର ଏଠି ତାଙ୍କ ଜୋତା ରହିଛି, ତାଙ୍କ ଜିମ୍ ରହିଛି, ତାଙ୍କର ବ୍ୟବହାର କରୁଥିବା ସିଷ୍ଟମ କେମିତି ସୌମ୍ୟର ଅନୁପସ୍ଥିତିରେ ଏସବୁ କେମିତି ସୌମ୍ୟକୁ ଝୁରୁଛନ୍ତି ବା ସେଇଭଳି ଅବସ୍ଥାରେ ରହିଛି। ତାଙ୍କ ସାଙ୍ଗସାଥୀମାନେ ଏଭଳି ଜିମ୍କୁ ଆସିବା ପାଇଁ ବର୍ତ୍ତମାନ କିଭଳି ଭାବରେ କୁଣ୍ଠାବୋଧ ହେଉଛନ୍ତି କାରଣ ବିନା ସୌମ୍ୟଙ୍କ ଉପସ୍ଥିତିରେ ଜିମ୍ ତାଙ୍କ ପାଇଁ ଅଧୁରା ରହିଛି। ଅଡ଼ଶପୁରରୁ କ୍ୟାମେରା ପର୍ସନ ସାଗରଙ୍କ ସହ ତାପସ ପରିଡ଼ା, କଳିଙ୍ଗ ଟିଭି।